ଏହି ଶ୍ରାବଣ ମାସରେ ମହାଦେବଙ୍କ କୃପାରୁ ଏହି ଚାରୋଟି ରାଶି ହେବେ ଭାଗ୍ୟଶାଳୀ। ଏହି ଚାରୋଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ସବୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି। ତ ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ ଜଣେ ଆଜିର ବିଷୟବସ୍ତୁ ଏହି ଶ୍ରାବଣ ମାସରେ ମହାଦେବଙ୍କ କୃପାରୁ ଏହି ଚାରୋଟି ରାଶି ଭାଗ୍ୟଶାଳୀ ରାଶି, ଏହି ଚାରୋଟି ରାଶି ବିଷୟରେ ଆଜି ଆମେ ଜାଣିବା। ତ ଚାଲନ୍ତୁ, କେଉଁ ସେଇ ଚାରୋଟି ରାଶି, ସେ ରାଶିର ନାମ କ'ଣ, ତ ଚାଲନ୍ତୁ ଜାଣିବା। ଯଦି ଆପଣ ସେହି ଚାରୋଟି ରାଶି ଭିତରୁ ହେଇଥିବେ ନିହାତି ଭାବେ କମେଣ୍ଟ କରିବେ। ତ ଦର୍ଶକ ବନ୍ଧୁ, ଶ୍ରାବଣ ମାସ ବର୍ତ୍ତମାନ ଚାଲିଛି। ଶ୍ରାବଣ ମାସରେ ମହାଦେବଙ୍କ କୃପା ସବୁ ରାଶି ଉପରେ ପଡ଼ିବାକୁ ଯାଉଛି। ବିଶେଷ ପ୍ରଭାବ ପଡ଼ିବ ଏହି ଚାରୋଟି ରାଶି ଉପରେ। ସେହି ଚାରୋଟି ରାଶି କ'ଣ? ଏହି ଚାରୋଟି ରାଶିକୁ ମହାଦେବ କରିଦେବେ ମାଲେମାଲ। ମହାଦେବଙ୍କ ଅଶେଷ କୃପା ଏହି ଚାରୋଟି ରାଶି ଉପରେ ପଡ଼ୁଛି। ସେହି ଚାରୋଟି ରାଶିର ନାମ କହିବାକୁ ଯାଉଛି ବୃଷ, ସିଂହ, ଧନୁ ଏବଂ କୁମ୍ଭ। ଏହି ଚାରୋଟି ରାଶିରେ ମହାଦେବଙ୍କ ଅଶେଷ ଲାଭ ରହିବାକୁ ଯାଉଛି। ସୁନାର ସେଜରେ ଶୋଇବାକୁ ଯାଉଛନ୍ତି ଏହି ଚାରୋଟି ରାଶି। ରାତାରାତି ବଦଳିବ ଭାଗ୍ୟ। ସବୁ ଦୁଃଖ କଷ୍ଟ ଦୂର ହେବ। ଏହି ଶ୍ରାବଣ ମାସ ସରିବା ଆଗରୁ ସବୁ ଦୁଃଖ କଷ୍ଟ ମଧ୍ୟ ସରିଯିବ। ଦର୍ଶକ ବନ୍ଧୁ, ଯଦି ଆପଣ ମହାଦେବଙ୍କୁ ଏହି ଗୋଟିଏ ଉପାୟରେ ପ୍ରସନ୍ନ କରିବେ, ତାହେଲେ ସବୁ ଦୁଃଖ କଷ୍ଟ ଦୂର ହେବ। ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କୁ ଅରଖ ଫୁଲ ଚଢ଼ାନ୍ତୁ। ଦେଖିବେ ଆପଣଙ୍କ ଭାଗ୍ୟ ଦୂର ହେବା ସହିତ 16 ସୋମବାର କରନ୍ତୁ। ମହାଦେବଙ୍କ ଆଶୀଷ ଲାଭ ହେବାକୁ ଯାଉଛି। କାରଣ ମହାସଂଯୋଗ ଏହି ଚାରୋଟି ରାଶି ଉପରେ ପଡ଼ିବାକୁ ଯାଉଛି। ତାର ପ୍ରଭାବରେ ଏହି ଚାରୋଟି ରାଶି ହେବେ ମାଲେମାଲ, ଶୋଇବେ ସୁନାର ସେଜରେ। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗୁଥିବ ନିହାତି ଭାବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି କମେଣ୍ଟରେ ହର ହର ମହାଦେବ ଲେଖନ୍ତୁ। ତା ସହିତ ଯଦି ଆପଣଙ୍କର ଏହି ଚାରୋଟି ରାଶି ଭିତରୁ କେଉଁ ରାଶି ହୋଇଥିବ ନିହାତି ଭାବେ କମେଣ୍ଟରେ ଜଣାଇବେ। ଆଗକୁ ଆମେ ନୂଆ ଭିଡ଼ିଓ ନେଇ ଆସିବୁ ଆପଣମାନଙ୍କ ପାଇଁକା। ରହିଲୁ। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।